ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। କ୍ଲାଉଡିୟସ୍ ଟଲେମି ଜଣେ ପ୍ରାଚୀନ ଗ୍ରୀକ୍ ଗଣିତଜ୍ଞ, ଜ୍ୟୋତିର୍ବିଜ୍ଞାନୀ, ଭୂଗୋଳ ବିଜ୍ଞାନୀ ଏବଂ ଜ୍ୟୋତିଷ ଥିଲେ, ଯିଏ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ ଇଜିପ୍ଟର ଆଲେକ୍ଜାଣ୍ଡରିଆରେ ରହୁଥିଲେ। ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ବିଶେଷ କରି ଜ୍ୟୋତିର୍ବିଜ୍ଞାନ ଏବଂ ଭୂଗୋଳରେ ତାଙ୍କର ଅବଦାନ ପାଇଁ ସେ ଜଣାଶୁଣା। ତାଙ୍କର ସବୁଠାରୁ ପ୍ରସିଦ୍ଧ କାର୍ଯ୍ୟ ହେଉଛି ଆଲମାଗେଷ୍ଟ। ଜ୍ୟୋତିର୍ବିଜ୍ଞାନ ଉପରେ ସେ ବିସ୍ତୃତ ପୁସ୍ତକ, ଯାହା ତାଙ୍କ ସମୟର ଜ୍ଞାନକୁ ସନ୍ତୁଳିତ କରିଥିଲା ଏବଂ ବ୍ରହ୍ମାଣ୍ଡର ଏକ ଜିଓସେଣ୍ଟ୍ରିକ୍ ମଡେଲ ଉପସ୍ଥାପନ କରିଥିଲା। ତାଙ୍କର ଭୂଗୋଳ କାର୍ଯ୍ୟ ଏପରି ଥିଲା ଯେ ଯାହା ବିଭିନ୍ନ ଅଞ୍ଚଳ ଏବଂ ସହରର ମାନଚିତ୍ର ଏବଂ ସଂଯୋଜନା ସମେତ ସେହି ସମୟରେ ଜଣାଶୁଣା ଜଗତର ଏକ ବ୍ୟବସ୍ଥିତ ହିସାବ ପ୍ରଦାନ କରିଥିଲା। ଜ୍ୟୋତିର୍ବିଜ୍ଞାନ ଏବଂ ଭୌଗୋଳିକ ଇତିହାସ ବୁଝାଇବାରେ ତାଙ୍କର ଅବଦାନ ମହତ୍ତ୍ୱପୂର୍ଣ୍ଣ ଥିଲା। ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।